ଆଜ୍ଞା ଜୟ ଜଗନ୍ନାଥ ୱେଲକମ୍ ଟୁ ରାକେଶ କୁମାର ବ୍ଲଗଟା ଯାବ ରୁହନ୍ତୁ ଭାତ ବେସନ ତରକାରୀ କରିବା ଆଉ ଓକେ ଚାଲ ଏଇଭଳି ଲଙ୍କାଗୁଣ୍ଡ ପକେଇ ଲୁଣ ପରେ ପକେଇଦେଲି ହଳଦୀ ପରେ ପକେଇଦେଲି ପାଣି ପକେଇ ସାରିଲା ବେସନ ପକେଇ ବେସନ ଟିକେ ଗୋଳେଇଦେଲି ପୁରା ଭଲସେ ଗୋଳେଇଦେଲି ଗୋଳେଇ ଦେଇକିନା ତାପରେ ଯିବା ବେସନ ପାଣି ପକେଇ ପାଣିରେ ତେଲ ପକେଇଦେଲି ତାପରେ ବେସନ ଯେଉଁ ଗୋଳେଇ ରଖିଥିଲୁ ବେସନ ଢାଳିଦେଲୁ ପାଣିରେ ଏବେ ବେସନ ଜନ୍ତା ହେଇଗଲା ପରେ ତାକୁ ଟିକେ ଗୋଟେ ଥାଳିରେ ତେଲ ଟିକେ ଦେଇଦେଲୁ ଜନ୍ତା ହେଇଥିବା ବେସନ ପକେଇ ଏବେ ସବୁ ଥାଳି ରଖିଦେଲୁ ଥାଳି ରଖିଦେଇ ଗୋଟେ ପୁରା ଭଲସେ ପୁରା ସେପ୍ ଦେଇଦେଲି ସେପ୍ ଦିଆ ହେଇଗଲା ଏବେ ସେପ୍ ଦେଇସାରିଲା ଏବେ ପିଆଜ ଟମାଟୋ ସବୁ କଟିଂ ହେଇଗଲା କଟିଂ ହେଇଗଲା ଏବେ ବେସନକୁ ହେଇଗଲାଣି ତାକୁ ଏଇନା କାଟିଦେବା କାଟିକି ଏଇନା ବେସନ ସବୁ ରେଡ଼ି କରିଦେଲି ଏଇନା କଡ଼ାରେ ପୁରା ତେଲ ପକେଇଦେଲି ତେଲ ପକେଇ ଦେଇକି ବେସନ ପକେଇଦେଲି ଛାଣିବା ପାଇଁ ଏବେ ବେସନକୁ ପୁରା ଛାଣିକି ବାହାର କରିଦେଲି ପୁରା ଭଲସେ ତାପରେ ପକେଇଦେଲି ଆଳୁ ଛାଣିବା ପାଇଁ ଆଳୁ ବେସନ ଏବେ ଛଣା ହେଇଗଲା କଡ଼ାରେ ତେଲ ପକେଇଦେଲି ତେଲ ପକେଇ ସାରିଲା ପରେ ପଇଲା ଜିରା ପଡ଼ି ସାରିଲା ପରେ ପିଆଜ ଏବେ ଟିକେ ନାଲି ପଡ଼ିଗଲା ପରେ ତାପରେ ପଇଲା ଅଦା ରସୁଣ ପେଷ୍ଟ ପଡ଼ିସାରିଲା ତାପରେ ହଳଦୀ ଲୁଣ ଲଙ୍କାଗୁଣ୍ଡ ସବୁ ପଇଲା सब मसला पड़ सारा पर यहाँ पड़ा टमाटर भलसे पूरा कषि गला आलू बेसन को पकईदेली आलू बेसन पकई गोड़ा है बेसन भलसे कषाला पकईदेलु पानी पकई सारा मसला गरम मसला पकईदे होगला बेसन तक खाया बढ़िया आम जाऊँ खाई कल देखा न्यू ब्लॉग रे।